ଅସରପା ଓହୋ ବେଲେ ବେଲେ ଅସରପା ଭାରି ବ୍ୟାପନ୍ତି ଲାଟ୍ରିନ୍ ବେଡରୁମ୍ କିଚେନ୍ ରୁମ୍ ଗେଷ୍ଟ ରୁମ୍ ପୁରା ମାତି ଯାଆନ୍ତି ମାତି ଯାଇଛନ୍ତି କିନ୍ତୁ ମୋ ମତରେ ଭୁଲ କହିବାଟା ମୋ ପାଖେ ଠିକ୍ ହେବନି କାରଣ ସୁପ୍ରିମକୋର୍ଟ ଜଷ୍ଟିସ୍ ଆମେ କମେଣ୍ଟ ଦେଇପାରିବାନି କିନ୍ତୁ ଅସରପାଟା ୱାର୍ଡ଼ଟା ଭଲ ନୁହଁ ସେଇଟା କାନକୁ ଅବାଗିଆ ଲାଗୁଛି କାରଣ ଆମ ଗଣତନ୍ତ୍ର ପଦ୍ଧତିରେ ଜୁଡ଼ିସିଆଲଟା ସୁପ୍ରିମ ଜୁଡ଼ିସିଆଲଟା ଅଛି ବୋଲି ଦେଶ ଗଣତନ୍ତ୍ର ଅଛି ଆମ ଜୁଡ଼ିସିଆଲ ମଧ୍ୟ ଇଣ୍ଡିଆନ୍ ଜୁଡ଼ିସିଆଲ ବହୁତ ସମ୍ମାନ ସୁପ୍ରିମକୋର୍ଟ ଜଷ୍ଟିସ୍ ସୁପ୍ରିମକୋର୍ଟର ଜଷ୍ଟିସ୍ ମାନେ ଅନ୍ୟ ଜଷ୍ଟିସ୍ ମାନେ ହାଇକୋର୍ଟ ଚିଫ୍ ଜଷ୍ଟିସ୍ ଏମାନଙ୍କ ରେସ୍ପେକ୍ଟ ନମ୍ବର ୱାନ୍ରେ ରହିଛି ଗଣତନ୍ତ୍ର ତାକୁ ବଞ୍ଚେଇଛନ୍ତି ଏମାନେ ଆମ ସମ୍ବିଧାନର ଢାଞ୍ଚାକୁ ଦେଖିବା ଯଦି ସମ୍ବିଧାନ ବଞ୍ଚିଛି ଜୁଡ଼ିସିଆଲ ପାଇଁ ସମ୍ମାନ ରହିଛି ପୃଥିବୀରେ ଭଲ ଭଲ ଡିସିସନ୍ ସବୁ ଦେଇଛନ୍ତି ଭଲ ଭଲ ସୁପ୍ରିମକୋର୍ଟ ଜଜ୍ ମାନେ ଏ ଦେଶ ପାଇଁ ଏ ରାଜ୍ୟ ପାଇଁ ଭଲ ପାଇଁ ଲୋକଙ୍କ ହିତ ପାଇଁ ଦେଇଛନ୍ତି ଏମିତି ଗୋଟେ ବାହାରି ପଡ଼ିଛି ୟା ବୋଲି ଯୁବ ସମାଜ ନିଜକୁ ଅସର୍ପ ଭାବିବା ଉଚିତ ନୁହଁ କାରଣ ଉଚ୍ଚ କୋଟିର ଯୁବକ ତମେମାନେ ଶିକ୍ଷିତ ଭଦ୍ର ଭାରତ ମାଟିରେ ଜନ୍ମ ଭାରତୀୟ ତମେ ଓଡ଼ିଶା ମାଟିରେ ଜନ୍ମ ଆମେ ସବୁ ଭାରତୀୟ ଆମେ ନିଜକୁ ନିଜ ଅସର୍ପା କିଏ କହିଦେଲା ବୋଲି ଆମେ ହେଇଯିବା ତା ମାନେ ନୁହଁ ଆମେ ଜଣେ ଉଚ୍ଚ ନାଗରିକ ଶିକ୍ଷିତ ନାଗରିକ ଆମର କର୍ତ୍ତବ୍ୟ ହେଉଛି ରାଜ୍ୟର ବିକାଶ ଗାଁର ବିକାଶ ଅଞ୍ଚଳର ବିକାଶ ଦେଶର ଏକତା ଅଖଣ୍ଡତା ବଜାଇ ରଖିବା ତେଣୁ ଯୁବ ସମାଜ ଯୁବତୀ ସମାଜ ସମସ୍ତଙ୍କୁ ମୋର ଅନୁରୋଧ ଅଖଣ୍ଡତା ବଜାଇ ରଖ ଭାରତର ମାନ ସମ୍ମାନ ରଖ ତିରଙ୍ଗା ପତାକାର ଓଜନ ରଖ ଆମେ ନିଜକୁ କିଏ ଆମକୁ ଅସରପା ପିମ୍ପୁଡ଼ି ଜନ୍ଦା କହିଦେଲା ବୋଲି ଆମେ ଭାସିଯିବା ଉଚିତ ନାଇଁ କରିବାଟା ଠିକ୍ ହେଇନି ସେ ଯାହା ହଉ ମୁଁ ଆପଣମାନଙ୍କ ଜରିଆରେ ଅନୁରୋଧ କରୁଛି ସରକାର ଏ ଯେଉଁ ଖରା ହେଉଛି ଏ ଖରାରେ ମୋହନ ବାବୁ ତମେ ଗୋଟେ ଆଦିବାସୀ କୂଳରେ ଜନ୍ମ ତମ ଭାଗ୍ୟ ଜୋର କେଉଁ ଜନ୍ମରେ କିଛି ପୁଣ୍ୟ କରିଥିଲେ ତମ ବାପା ବୋଉ ତମ ସ୍ତ୍ରୀ ତମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତମେ ଆସିଲା ପରେ ଯେଉଁ ଗାଁ ଗୁଡ଼ାକ ବସ୍ତି ଗାଁ ଆମ ଅଞ୍ଚଳର ପଥର ଗାଡ଼ିଆ ବାରମାଣ ଆମର ଇଏ ପିଚୁକୋଳି ନୁହଁ ଚୁଲକୋଳି ଏବଂ ଆମର କଳାରାଙ୍ଗ ପଟିଆ ଗିରିଙ୍ଗାପୁର ଆମର ଜାମୁଝରି ଆମର ଏପଟେ ରହିଯାଉଛି କୁଞ୍ଜିମାଲ ଏ ଗାଁର ଯେଉଁ ଆଦିବାସୀ ଆଜିର ନୁହଁ ମୋହନ ବାଜି ଆଜିର ସେ ଆଦିବାସୀ ନୁହଁ ସୃଷ୍ଟି ଆରମ୍ଭରେ ଯେମିତି ଆମ ସବର୍ଣ୍ଣ ଗାଁରେ ଆମେ ଜନ୍ମ ସେ ଗାଁ ସେମିତି କେବଳ 2-4ଟା ଗାଁର ଲୋକ ଆପଣ ଗାଁରୁ କେଉଁଝରରୁ ମୟୂରଭଞ୍ଜ ଯେଉଁ କଳାହାଣ୍ଡିରେ ଆସି ପହଞ୍ଚିଥିଲେ ତାଙ୍କୁ ମୁଁ ରଖିଦେଇଛି ତାଙ୍କ ସବୁ ବାଡ଼ି ତମେ କାଢ଼ିଦେବ ତାଙ୍କୁ ପଟ୍ଟା ଦିଆଯାଇଛି ତାଙ୍କର ଖୋଦ ପଟ୍ଟା ଅଛି ଖାଲି ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଭୁବନେଶ୍ୱର ବ୍ଲକ ଜଟଣୀ ବ୍ଲକର